ହ୍ୟାଲୋ ସାଙ୍ଗମାନେ, ମୁଁ ରୁଚି ସମସ୍ତଙ୍କୁ ସ୍ୱାଗତ ଜଣାଉଛି ଆଜିର ଏ ନ୍ୟୁ କ୍ଲାସ୍କୁ। ଆଜି ଆମେ ଆଲୋଚନା କରିବା ଡିଜିଟି ଆର୍ଟ୍ସ 2021ର ପ୍ରଶ୍ନ ଉତ୍ତର। ପ୍ରଥମ କ୍ୱେଶ୍ଚନ୍ ଅଛି, ବାକ୍ୟ ମଧ୍ୟରେ କ୍ରିୟା ସହିତ ଅନ୍ୟାନ୍ୟ ପଦର ସମ୍ପର୍କକୁ କ'ଣ କୁହାଯାଏ? ଅପସନ୍ ଏ ଅଛି ତଦ୍ଧିତ, ବି ପ୍ରତ୍ୟୟ, ସି ସମାସ, ଡି କାରକ। କହିଲ ତଦ୍ଧିତ କାହାକୁ କୁହାଯାଏ? ଶବ୍ଦ ସହିତ ପ୍ରତ୍ୟୟ ଯୋଗ ହେଲେ ଆମର ତଦ୍ଧିତ ହୋଇଥାଏ। ଆଉ ସମାସ କାହାକୁ କୁହାଯାଏ? ସମାସ ଆମେ ଜାଣିଛନ୍ତି ଏକାଧିକ ପଦକୁ ଏକ ପଦ କରିବାର ନାମ ହେଲା ସମାସ। ଯଦି ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଏକ ପଦ କରିବାର ନାମ ହେଲା ସମାସ। ମାନେ ପରସ୍ପର ସମ୍ମତ ଥିବ ଏକାଧିକ ପଦ ଅଛି, ସେଠି ତାକୁ ଏକ ପଦ କରୁଥିବ, ତାର ନାମ ହେଲା କ'ଣ? ତାର ନାମ ହେଲା ସମାସ। ତାର ଗୋଟେ ଉଦାହରଣ ଦେବା। କାରକ କାହାକୁ କହିବା? ବାକ୍ୟ ମଧ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦମାନଙ୍କର ଯେଉଁ ସମ୍ବନ୍ଧ ରହିଥାଏ ତାକୁ କାରକ କହିବା। ତାହେଲେ ଏଠି ଆମର ରାଇଟ୍ ଆନ୍ସର୍ କ'ଣ ହେବ? ବାକ୍ୟ ମଧ୍ୟରେ କ୍ରିୟା ସହିତ ଅନ୍ୟାନ୍ୟ ପଦର ସମ୍ପର୍କ କ'ଣ କୁହାଯାଏ? କାରକ କୁହାଯାଏ। ତାପରେ ଆମେ ନେକ୍ସଟ କ୍ୱେଶ୍ଚନକୁ ଯିବା। ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି? ଭଙ୍ଗୁର ଶବ୍ଦର ପ୍ରକୃତି ପ୍ରତ୍ୟୟ ଦର୍ଶାଅ। ଅପସନ୍ ଏ ଅଛି ଭନ୍ ଯୁକ୍ତ ଉର, ବି ଭଗ୍ ଯୁକ୍ତ ଉର, ସି ଭନ୍ ଯୁକ୍ତ ଉର, ଡି ଭନକ୍ ଯୁକ୍ତ ଉର। ରାଇଟ୍ ଆନ୍ସର୍ କ'ଣ ହେବ? ରାଇଟ୍ ଆନ୍ସର୍ ହେବ ଭନ ଯୁକ୍ତ ଉର। ଭନଜରେ ଉର ମିଶିଲେ ଭଙ୍ଗୁର ହୋଇଥାଏ। ହେଲା। ତାପରେ ନେକ୍ସଟ କ୍ୱେଶ୍ଚନକୁ ଯିବା। ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି? ଅନ୍ୟ ଲୋକଙ୍କୁ ସମ୍ମାନ ଦେଲେ ନିଜର ସମ୍ମାନ ବଢ଼େ। ରେଖାଙ୍କିତ ଶବ୍ଦଟି କି ପ୍ରକାରର ସର୍ବନାମ ଦର୍ଶାଅ। ଅପସନ୍ କ'ଣ କ'ଣ ଦେଇଛି? ଅପସନ୍ ଅଛି ନିର୍ଦ୍ଦେଶାତ୍ମକ, ବି ନିର୍ଣ୍ଣାୟକ, ସି ସମୁଚୟବୋଧକ, ଡି ସମ୍ବନ୍ଧବାଚକ। ତାହେଲେ ଆମେ ଜାଣିଛନ୍ତି ସର୍ବନାମ କାହାକୁ କୁହାଯାଏ? ସର୍ବନାମ ହେଉଛି, ଆମେ ସମସ୍ତେ ଜାଣିଛନ୍ତି କି ସର୍ବନାମ ହେଉଛି ଗୋଟେ ଶବ୍ଦ ଯାହାକି ନାମର ପରିବର୍ତ୍ତେ ବ୍ୟବହୃତ ହୁଏ। ନାମ ବଦଳରେ ଆମେ ସେ ଶବ୍ଦଟାକୁ ଲେଖନ୍ତି। ଯେମିତିକି ଦେଖ, ଆମେ କହିବା କି ଗୋଟେ ଏକ୍ସାମ୍ପଲ୍ ହେଲା କି ଆମେ ଲେଖିବା ରାମ ଭଲ ପିଲା, ରାମ ଭଲ ପିଲା, ରାମ ଭଲ ପିଲା ସେ ପ୍ରତିଦିନ ସ୍କୁଲ ଯାଏ। ସେ କ'ଣ? ଏଠାରେ ସେ ହେଉଛି ଗୋଟେ ଶବ୍ଦ ଯେଉଁଟାକି ରାମ ପରିବର୍ତ୍ତେ ବ୍ୟବହାର ହୋଇଛି। ତାହେଲେ ଏଠାରେ ଆମର ସର୍ବନାମ କିଏ? ଏଠାରେ ସର୍ବନାମ ହେଲା ସେ। ବୁଝିହେଲା ସର୍ବନାମ କ'ଣ? ଅପସନ୍ରେ କ'ଣ ଦେଇଛି ଆମର? ଏବେ ଦେଖି ଆମର ଅପସନ୍ ସବୁ କ'ଣ କ'ଣ ଦେଇଛି? ନିର୍ଦ୍ଦେଶାତ୍ମକ। ତାହେଲେ ନିର୍ଦ୍ଦେଶାତ୍ମକ କ'ଣ? ନିର୍ଦ୍ଦେଶାତ୍ମକ ସର୍ବନାମ ଆମେ କାହାକୁ କହିବା? ନିର୍ଦ୍ଦେଶାତ୍ମକ ସର୍ବନାମ ଆମେ ତାକୁ କହିବା ଯେ ନିର୍ଦ୍ଦେଶର କାର୍ଯ୍ୟ କରୁଥିବା ସର୍ବନାମ ପଦକୁ। ନିର୍ଦ୍ଦେଶାତ୍ମକ ସର୍ବନାମ ଆମେ କାହାକୁ କହିବା? ନିର୍ଦ୍ଦେଶର କାର୍ଯ୍ୟ କରୁଥିବା ସର୍ବନାମ ପଦକୁ ନିର୍ଦ୍ଦେଶାତ୍ମକ ସର୍ବନାମ କହିବା। ତାପରେ ନିର୍ଣ୍ଣାୟକ। ନିର୍ଣ୍ଣାୟକ ସର୍ବନାମ ଆମେ କାହାକୁ କହିବା? ନିର୍ଣ୍ଣାୟକ ସର୍ବନାମ ଆମର କାହାକୁ କହିବା? ନିର୍ଣ୍ଣାୟକ ସର୍ବନାମ ଆମେ ତାକୁ କହିବା ଯେଉଁ ସର୍ବନାମ ପଦ ବାକ୍ୟରେ ବ୍ୟବହୃତ ହୋଇ ବିଶେଷ୍ୟ ପଦକୁ ନିର୍ଣ୍ଣୟ କରିଥାଏ ତାହାକୁ ନିର୍ଣ୍ଣାୟକ ସର୍ବନାମ କହନ୍ତି। ନା କ'ଣ? ଆମେ ଗୋଟେ ଉଦାହରଣ ଦେଲେ ଆମେ ଜାଣିପାରିବା। ଉଦାହରଣ କ'ଣ? ମୁଁ ଏଠି ଲେଖିବି କି ମୁଁ ଏଠି ଗୋଟେ ଉଦାହରଣ ଦେବି। ତାହେଲେ ଏଇ ଉଭୟ କହିଲେ ଆମେ କାହାକୁ ବୁଝିବା? ରାମ ହରି, ଏଇ ଦୁଇ ଜଣଙ୍କୁ ବୁଝେଇବା। ଉଭୟ କହିଲେ ଆମେ କାହାକୁ ବୁଝିଲେ? ରାମ ହରିକୁ ବୁଝେଇଲେ। ତାହେଲେ ଏଇ ଉଭୟଟା ହେଲା ଗୋଟେ ନିର୍ଣ୍ଣାୟକ। ବୁଝିଲା? ବୋଧକ। ସମୁଚୟ ବୋଧକ କ'ଣ? ସମୁଚୟ ବୋଧକ ସର୍ବନାମ। କେତେକ ସର୍ବନାମ ଅବ୍ୟୟ ପଦବରେ ସମୁଚିତ ଅର୍ଥରେ ଏକାଧିକ ବାକ୍ୟକୁ ଯୋଗ କରିବ। ସେ ଏକାଧିକ ବାକ୍ୟକୁ ଯୋଗ କରିବା ପାଇଁ ବ୍ୟବହୃତ ହୋଇଥାଏ। ଏହି ପ୍ରକାରକୁ ସମୁଚୟ ସର୍ବନାମ କୁହାଯାଏ। ମୁଁ ଗୋଟେ ଉଦାହରଣ ଲେଖିଦେଲେ ତୁମେମାନେ ଜାଣିପାରିବ। ମୁଁ କହିବି କି ଏଠି ହେଲା ଏଠି, ସେଠି, ସବୁଠି। ଏ ସବୁ କ'ଣ? ସବୁ ହେଲା ଆମର ସମୁଚୟ ବୋଧକ ଶବ୍ଦ। ତାପରେ ଆସିଲା ଆମର ସମ୍ବନ୍ଧବାଚକ। ସମ୍ବନ୍ଧବାଚକ ସର୍ବନାମ କ'ଣ? ସମ୍ବନ୍ଧବାଚକ ସର୍ବନାମ ହେଲା ଆମର ଗୋଟିଏ ବାକ୍ୟରେ ଯେଉଁ ସର୍ବନାମ ପଦର ଅନ୍ୟ ସର୍ବନାମ ପଦ ସହିତ ସମ୍ବନ୍ଧ ଘଟିଥାଏ। ମାନେ ଗୋଟିଏ ବାକ୍ୟର ଯେଉଁ ସର୍ବନାମ ପଦର ଆମର ଆଉ ଗୋଟେ ଅନ୍ୟ ସର୍ବନାମ ପଦ ସହିତ ଗୋଟେ ସର୍ବନାମ ପଦର ଆଉ ଗୋଟେ ସର୍ବନାମ ପଦ ସହିତ ଯଦି ସମ୍ବନ୍ଧ କିଛି ଅଛି ତାକୁ ଆମେ ସମ୍ବନ୍ଧବାଚକ ସର୍ବନାମ କହିବା। ମାନେ ଗୋଟିଏ ପଦ ବିନା ଅନ୍ୟ ପଦଟି ଯେମିତି ମାନେ ଅଧୁରା ଲାଗିବ। ଦୁଇଟା ଭିତରେ କିଛି ନା କିଛି ସମ୍ବନ୍ଧ ରହିଛି। ଦେଖ ଗୋଟେ ଉଦାହରଣ ନେବା ଆମେ। ଏଠି ଯେପରି ଆଉ ସେପରି ହେଲା, ଯେପରି ଆଉ ସେପରି ତାର ଆପେକ୍ଷିକ ସର୍ବନାମ।
ଆପେକ୍ଷିକ ସର୍ବନାମ କ'ଣ? ଆପେକ୍ଷିକ ସର୍ବନାମ ଯେଉଁଟା ଆମର ସମ୍ବନ୍ଧବାଚକ ସର୍ବନାମ ସେଇଟା। ଆପେକ୍ଷିକ ସର୍ବନାମ ମାନେ ଯେପରି ସେପରିକି ଅପେକ୍ଷା କରିଛି, ଯେପରିଟା ସେପରି ସହିତ ସମ୍ବନ୍ଧ ଅଛି। ବୁଝିହେଲା? ଆର ଠିକ୍ ଆନ୍ସର୍ ହେବ ଆମର କ'ଣ? 133 ବି ନିର୍ଣ୍ଣାୟକ ସର୍ବନାମ। ନେକ୍ସଟ କ୍ୱେଶ୍ଚନକୁ ଯିବା। ପିଲାଟିର କଷ୍ଟ ଦେଖି ମୋତେ କାନ୍ଦ ଲାଗିଲା। ରେଖାଙ୍କିତ ଶବ୍ଦଟି କି ପ୍ରକାରର ସର୍ବନାମ ଦର୍ଶାଅ? ପ୍ରଥମେ କୁହ କାନ୍ଦିବାଟା ଗୋଟେ କ'ଣ? କାନ୍ଦିବା, ହସିବା, ନାଚିବା ଏଗୁଡ଼ିକ ସବୁ ଗୋଟେ ଗୋଟେ କ୍ରିୟା। ତେଣୁକରି ଏଇଟା କ'ଣ ହେବ? ଜାତିବାଚକ ହେବ ନା ଗୁଣବାଚକ ହେବ ନା ବସ୍ତୁବାଚକ ନା କ୍ରିୟାବାଚକ? ଏଇଟା ଆମର କାନ୍ଦିବାଟା ଯେହେତୁ ଗୋଟେ କ୍ରିୟା, ଏଇଟା ଆମର କ୍ରିୟାବାଚକ ସର୍ବନାମ ହେବ। ରାଇଟ୍ ଆନ୍ସର୍ ହେଲା ଆମର କ୍ରିୟାବାଚକ। ନେକ୍ସଟ କ୍ୱେଶ୍ଚନକୁ ଯିବା। ମୁଖ୍ୟ ଗୌଣ ଧାତୁରୁ ଗଠିତ କ୍ରିୟାକୁ କ'ଣ କୁହାଯାଏ? କହିଲା ମୁଖ୍ୟ ଗୌଣ ଧାତୁରୁ ଗଠିତ କ୍ରିୟାକୁ କ'ଣ କୁହାଯାଏ? ଏକକ କ୍ରିୟା ନା ସମାପିକା କ୍ରିୟା ନା ଅସମାପିକା କ୍ରିୟା ନା ଯୌଗିକ କ୍ରିୟା? ଆଚ୍ଛା, ମୁଖ୍ୟ ଗୌଣ ଧାତୁରୁ ଆମର ଯେଉଁ କ୍ରିୟାଟା ଗଠିତ ହୁଏ ସିଏ ହେଲା ଆମର ଯୌଗିକ କ୍ରିୟା। ଅପସନ୍ ଡି ଆମର ରାଇଟ୍ ଆନ୍ସର୍। ଏବେ ନେକ୍ସଟ କ୍ୱେଶ୍ଚନକୁ ଯିବା। ନେକ୍ସଟ କ୍ୱେଶ୍ଚନ କ'ଣ ଅଛି? ମନ ଘର ଧରିବା ଉକ୍ତ ରୂଢ଼ିର ଅର୍ଥ ସୂଚାଅ। ମନ ଘର ଧରିବା ଉକ୍ତ ରୂଢ଼ିର ଅର୍ଥ କ'ଣ ଆମର? ଆମ ମନଟିକି ଥୟ ଧରିବା। ଥୟ ଧରିବା ଆମର ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚନକୁ ଯିବା। ପାଷାଣ୍ଡର ଶୁଦ୍ଧ ରୂପ ଚୟନ କର। ଅପସନ୍ ଦେଇଛି ପାଷାଣ୍ଡ, ପା ମୂର୍ଧନ୍ୟ ଷ ଆକାରରେ ନଣ୍ଡ ନା ବିରେ ପା ଦନ୍ତେଶ ଆକାରରେ ନଣ୍ଡ ନା ପା ମୂର୍ଧନ୍ୟ ଷ ଣ୍ଡ ନା ପାଖରେ ପା ତାଲବେଶ୍ୱର ଆକାରରେ ସା ଣ୍ଡ। କେଉଁଟା ହେବ ଆମର ତାର ଶୁଦ୍ଧ ରୂପ? ଆମର ପାଷାଣ୍ଡ ହେବ ତାର ଶୁଦ୍ଧ ରୂପ। ପାଷାଣ୍ଡର ଶୁଦ୍ଧ ରୂପ କ'ଣ? ପାଷାଣ୍ଡ। ଓକେ, ନେକ୍ସଟ କ୍ୱେଶ୍ଚନକୁ ଯିବା। ଉପପଦ କେଉଁ ଅର୍ଥରେ ଏହା ଅବ୍ୟୟଭାବ ସମାସ ହୋଇଛି? ଉପପଦଟା କେଉଁ ଅର୍ଥରେ ଅବ୍ୟୟଭାବ ସମାସ ହୋଇଛି? ଯୋଗ୍ୟତା, ସଦୃଶ୍ୟ, ବିପସା, ସାମୀପ୍ୟ। କେଉଁ ଅର୍ଥରେ ହୋଇଛି? ଏହା ଆମର ସାମୀପ୍ୟ ଅର୍ଥରେ ହୋଇଛି। ବୁଝିଲା? ନେକ୍ସଟ କ୍ୱେଶ୍ଚନକୁ ଯିବା। ଆବାଳ ବୃଦ୍ଧ ବନିତା ସମସ୍ତେ ସଭାରେ ଯୋଗ ଦେଇଥିଲେ। ରେଖାଙ୍କିତ ପଦ କେଉଁ ସମାସକୁ ସୂଚାଏ? ସମାସ କ'ଣ ବୋଧେ ସମସ୍ତେ ଜାଣିଥିବ। ପୂର୍ବରୁ କହିଛି ପରସ୍ପର ସମ୍ବନ୍ଧ ଥିବା ଏକାଧିକ ପଦକୁ ଏକ ପଦ କରିବାର ନାମ ହେଲା ସମାସ। ପରସ୍ପର ଭିତରେ ସମ୍ବନ୍ଧ ଥିବ ଏକାଧିକ ପଦକୁ ସେ ଏକ ପଦ କରେ, ତାର ନାମ ହେଲା କ'ଣ? ସମାସ। ସମାସର କ'ଣ କହିଛି ଆମର? ତାର ଅପସନ୍ କ'ଣ ଅଛି? ଉପପଦ ତତ୍ପୁରୁଷ, କର୍ମଧାରୟ, ଅବ୍ୟୟଭାବ, ବହୁବ୍ରୀ। ଉପପଦ ତତ୍ପୁରୁଷ କ'ଣ ଜାଣିଛ? ଉପପଦ ତତ୍ପୁରୁଷ ହେଲା ଧାତୁ ପୂର୍ବରୁ ଆମର ଅନ୍ୟ ଗୋଟିଏ ପଦ ଯୋଗ କରାଯାଏ, ତାକୁ କହିବା ଆମେ ଉପପଦ ତତ୍ପୁରୁଷ। ଆଉ କର୍ମଧାରୟ ସମାସ କ'ଣ ଜାଣିଛ? କର୍ମଧାରୟ ସମାସ ହେଲା କି ବିଶେଷ୍ୟ ସହିତ ଆମର ବିଶେଷଣ ଯୋଗ ହେଲେ ସେଠି ଆମର କର୍ମଧାରୟ ସମାସ ହୋଇଥାଏ। ଗୋଟେ ଉଦାହରଣ ଦେବା। ଗୋଟେ ଉଦାହରଣ ହେଲା କି ମୁଁ କ'ଣ କହିଲି? ବିଶେଷ୍ୟ ସହିତ ବିଶେଷଣ, ବିଶେଷ୍ୟ ସହିତ ଆମର ବିଶେଷଣ ଯୋଗ ହେଲେ ଆମର ତାହା କ'ଣ ହୋଇଥାଏ? ବିଶେଷଣ ଯୋଗ ହେଲେ ଆମର ତାହା କର୍ମଧାରୟ ସମାସ ହୋଇଥାଏ। ତାର ଉଦାହରଣ ଗୋଟେ ଦେଲି, ନୀଳ ଅଟେ କଇଁ। ନୀଳ ଅଟେ କଇଁ କହିଲେ ଆମର କ'ଣ? କାହାକୁ ବୁଝିବ? ନୀଳ ଅଟେ କଇଁ କହିଲେ ଆମେ ନୀଳ କଇଁକି ବୁଝିଲେ। ନୀଳ କଇଁକି ଆମେ ବୁଝିଲେ। କଇଁ ହେଲା ଆମର ବିଶେଷ୍ୟ, ନୀଳ ହେଲା ତାର ବିଶେଷଣ। ବୁଝିହେଲା? ତାପରେ କ'ଣ ଅଛି? ଅବ୍ୟୟଭାବ। ଅବ୍ୟୟଭାବ କୁହାଯାଏ ଯଦି ଆମର ଆରମ୍ଭରେ ଅବ୍ୟୟ ଥିବ ତାକୁ ଆମେ ଅବ୍ୟୟଭାବୀ କହିବା। ବୁଝିଲା? ଯଦି ଆରମ୍ଭରେ ଆମର ଅବ୍ୟୟ ଥିବ ତାକୁ ଆମେ ଅବ୍ୟୟଭାବ କହିବା। ଯେମିତିକି ଦେଖ ଗୋଟେ ଏକ୍ସାମ୍ପଲ୍, ଥରକୁ ଥର କ'ଣ ହେବ? ଥରକୁ ଥର, ପ୍ରତିଥର, ଘରକୁ ଘର, ପ୍ରତି ଘର, ଏଇଭଳିଆ ସବୁ। ତାପରେ ଆସିଲା ଆମର ବହୁବ୍ରୀହି। ବହୁବ୍ରୀହି ଆମେ କାହାକୁ କହିବା? ଯେଉଁ ସମାସ ଅନ୍ୟ ଅର୍ଥକୁ ପ୍ରକାଶ କରେ, ମାନେ ଯେଉଁ ସମାସଟା ଗୋଟେ ଅଲଗା ଅର୍ଥକୁ ବୁଝାଉଥାଏ ତାହା ହେଲା ଆମର ବହୁବ୍ରୀହି ସମାସ। ଯେମିତିକି ବୀଣା ପାଣିରେ ଯାହାର, ତାର ଉଦାହରଣ ହେଲା ଗୋଟେ କ'ଣ କହିମି? ବୀଣା ପାଣିରେ
ଯାହାର। ବୀଣା ବାଣୀରେ ଯାହାର କହିଲେ କାହାକୁ ବୁଝିବ? ବୀଣା ବାଣୀରେ ଯାହାର କହିଲେ ଆମେ ବୀଣାବାଣୀ ବା ବୀଣାବାଣୀ କିଏ? ବୀଣାବାଣୀ ହେଲେ ମା ସରସ୍ୱତୀ। ବୀଣାବାଣୀ ହେଲେ ଆମର କିଏ? ମା ସରସ୍ୱତୀଙ୍କୁ ଆମେ ବୁଝିଲେ। ବୁଝିହେଲା? ତାହେଲେ ଆର ରାଇଟ୍ ଆନ୍ସର୍ କ'ଣ ହେବ? ଏହାର ରାଇଟ୍ ଆନ୍ସର୍ କ'ଣ ହେବ? ସି ଅବୟ ଭାବ। ରାଇଟ୍ ଆନ୍ସର୍ ହେଲା ଅବୟ ଭାବ। ନେକ୍ସଟ କ୍ୱେଶ୍ଚନକୁ ଯିବା। ବାୟମମୟକୁ ସନ୍ଧି ବିଚ୍ଛେଦ କର। ଏହାର ରାଇଟ୍ ଆନ୍ସର୍ କ'ଣ ହେବ? ବାୟମମୟର ରାଇଟ୍ ଆନ୍ସର୍ କ'ଣ ହେବ? 140 ସି ବାକ୍ ଯୁକ୍ତମୟ ବାୟମମୟ। ହେଲା। ନେକ୍ସଟ କ୍ୱେଶ୍ଚନକୁ ଯିବା। ଯଥା ଶବ୍ଦଟିର ଥା ପ୍ରତ୍ୟୟଟି କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଯଥା ଶବ୍ଦଟିରେ ଥା ପ୍ରତ୍ୟୟଟି କେଉଁ ଅର୍ଥରେ ବ୍ୟବହାର କରାଯାଇଛି? ଏ ପ୍ରକାର ବି ଜାତ ସି ଭାବ ଡେ ସମ୍ବନ୍ଧ। ଏଠି ଯଥା ଶବ୍ଦଟି ଆମର ପ୍ରକାର ଅର୍ଥରେ ବ୍ୟବହାର କରାଯାଇଛି। ନେକ୍ସଟ କ୍ୱେଶ୍ଚନକୁ ଯିବା। ଚନ୍ଦ୍ରୋଦୟରେ ଆକାଶ ନିର୍ମଳ ଦେଖାଗଲା। ଉକ୍ତ ବାକ୍ୟଟି କେଉଁ ପ୍ରକାର ବାକ୍ୟ ନିର୍ଣ୍ଣୟ କର? ଯେହେତୁ ଏଠାରେ ଆମର ଗୋଟିଏ ମାତ୍ର ସମାପିକା କ୍ରିୟା ଅଛି, ଏହା ଏକ ସରଳ ବାକ୍ୟ ହେବ। ଏହା ଗୋଟେ କ'ଣ? ଏହା ଆମର ସରଳ ବାକ୍ୟ। ନେକ୍ସଟ କ୍ୱେଶ୍ଚନକୁ ଯିବା। ଦୀପାବଳିରେ ଘରେ ଘରେ ଦୀପ ଜଳେ। ରେଖାଙ୍କିତ ଶବ୍ଦଟିର ବିଭକ୍ତି ନିର୍ଣ୍ଣୟ କର। ଏହି ରେଖାଙ୍କିତ ଶବ୍ଦଟିର ବିଭକ୍ତି ନିର୍ଣ୍ଣୟ କରିବା। କାହାର? ଏ ଘରେ ଘରେର। କାରକ ବିଭକ୍ତି ଆମେ ସମସ୍ତେ ପଢ଼ିଛନ୍ତି। ସପ୍ତମୀ। ପ୍ରଥମ ଅପସନ୍ ଏ ଅଛି ସପ୍ତମୀ, ବି ଚତୁର୍ଥୀ, ସି ତୃତୀୟ, ଡି ହେଲା ଦ୍ୱିତୀୟା। ଦ୍ୱିତୀୟ ବିଭକ୍ତିରେ ଆମର କେଉଁ କାରକ ହୁଏ? ଦ୍ୱିତୀୟ ବିଭକ୍ତି ହେଲା ଆମର କର୍ମକାରକ। କର୍ମକାରକ କାହା କହିବା? କର୍ମକାରକ ହେଲା କର୍ତ୍ତା ଯାହା କରେ। କର୍ମକାରକରେ ଆମର ଦ୍ୱିତୀୟ ବିଭକ୍ତି ହୁଏ। ତାପରେ ତୃତୀୟ ବିଭକ୍ତି ଆମେ କାହାକୁ କହିବା? ତୃତୀୟ ବିଭକ୍ତି ଆମର କେଉଁ କାରକକୁ କହିବା? ତୃତୀୟ ବିଭକ୍ତି ହେଲା ଆମର କରଣ କାରକ କହିବା। କରଣ କାରକ କାହା କହିବା? କର୍ତ୍ତା ଯାହା ଦ୍ୱାରା ତାର କାମଟି ସାଧନ କରେ। କର୍ତ୍ତା କାହା ଦ୍ୱାରା କାମ ସାଧନ କରେ? ଗୋଟେ ଦ୍ୱାରା ଉଦାହରଣ ଦେବା କି? ଲେଖିବି, ମୁଁ କଲମରେ ଲେଖେ। ମୁଁ କାହା ଦ୍ୱାରା ଲେଖେ କୁହ ପିଲାମାନେ? ମୁଁ କଲମରେ ଲେଖେ। ମୁଁ କେଉଁଥିରେ ଲେଖିଲି? କାହା ଦ୍ୱାରା ଲେଖିଲି? ମୁଁ କଲମ ଦ୍ୱାରା ଲେଖିଲି। ଏ କଲମରେ ହେଲା ମୋର କରଣ କାରକ ବା ତୃତୀୟ ବିଭକ୍ତି। ତାପରେ କ'ଣ? ଚତୁର୍ଥୀ ବିଭକ୍ତି। ଚତୁର୍ଥୀ ବିଭକ୍ତିରେ ଆମର କେଉଁ କାରକ ହୁଏ? ଚତୁର୍ଥୀ ବିଭକ୍ତିରେ ଆମର ସମ୍ପ୍ରଦାନ କାରକ ହୁଏ। ସମ୍ପ୍ରଦାନ କାରକ କାହା କହିବା? ଦାନ ଅର୍ଥରେ ଆମର ସମ୍ପ୍ରଦାନ କାରକ ହୁଏ। କେଉଁ ଅର୍ଥରେ? ଦାନ ଅର୍ଥରେ। କହିବି, ମୁଁ ଏଠି କହିବି କି ମା ଭିକାରୀକୁ ଚାଉଳ ଦେଲେ। ଭିକାରୀକୁ କ'ଣ ଦେଲେ? ସେ ଚାଉଳ ଦେଲେ। ଏଇଟା ଭିକାରୀକୁ ସେ ଦାନ କଲେ। ସେଥିପାଇଁ ଏଠି ଆମର ସମ୍ପ୍ରଦାନ କାରକ ବା ଚତୁର୍ଥୀ ବିଭକ୍ତି ହେଲା। ଆଉ ସପ୍ତମୀ ବିଭକ୍ତି ଆମେ କାହାକୁ କହିବା? ହେଲା। ତାପରେ ସପ୍ତମୀ ବିଭକ୍ତି ଆମେ କାହାକୁ କହିବା? ସପ୍ତମୀ ବିଭକ୍ତି ହେଲା ଅଧିକରଣ କାରକ। ସପ୍ତମୀ ବିଭକ୍ତି ହେଲା ଆମର କେଉଁ କାରକ? ଅଧିକରଣ କାରକ। ଆଉ ଆମେ ସମସ୍ତେ ଜାଣିଛନ୍ତି ଯେତେବେଳେ କ୍ରିୟା ଯେଉଁ ସ୍ଥାନରେ, ଯେଉଁ ସମୟରେ ବା ଯେଉଁ ବିଷୟରେ ହେବାର ଜଣାଯାଏ ତାହେଲେ ସେଠି କେଉଁ କାରକ ହୋଇଥାଏ? ଅଧିକରଣ କାରକ ହୁଏ। ଅଧିକରଣ କାରକ ହେଲା ସପ୍ତମୀ ବିଭକ୍ତି। ଏଠି କ'ଣ ଅଛି? ଘରେ ଘରେ। ଘରେ ଘରେ ମାନେ ଗୋଟେ ସ୍ଥାନକୁ ବୁଝାଉଛି। ସେଥିପାଇଁ ଏହା ଆମର କ'ଣ ହେବ? ଏହା ଆମର ସପ୍ତମୀ ବିଭକ୍ତି ହେବ। ତେବେ ସପ୍ତମୀ ବିଭକ୍ତି ଆମର ରାଇଟ୍ ଆନ୍ସର୍। ନେକ୍ସଟ କ୍ୱେଶ୍ଚନକୁ ଯିବା। କ'ଣ ଅଛି? ଗୋଟେ ପ୍ୟାସେଜ୍ ଅଛି। ପ୍ରାଚୀନ କାଳରେ ଶିଷ୍ୟମାନେ ଗୁରୁକୁଳ ଆଶ୍ରମରେ ରହି ବିଦ୍ୟା ଅଧ୍ୟୟନ କରୁଥିଲେ। ସେମାନେ ସେଠାରେ ସାଧୁ ସନ୍ଥଙ୍କର କଥା ଅନୁକରଣ କରି ଜୀବନ ଅତିବାହିତ କରିବାକୁ ଶ୍ରେୟ ମଣୁଥିଲେ। ଏଥିପାଇଁ ସେମାନଙ୍କୁ ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହେବାକୁ ପଡ଼ୁଥିଲେ ମଧ୍ୟ କେବେ ହେଲେ ଧୈର୍ଯ୍ୟହରା ହେଉନଥିଲେ, ଯାହାଫଳରେ ସେମାନେ ନିଜର ଜ୍ଞାନ ବିତରଣ କରି ସମାଜରେ ସଂସ୍କାର ଆଣିବା ଏକ ଗୌରବମଣୀ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ। ଏଭଳି ବ୍ୟକ୍ତିମାନେ ସର୍ବଦା ଜନତାଙ୍କର ପ୍ରିୟ ପାତ୍ର ହେଉଥିଲେ। ଏଇ ଯେଉଁ ଆମର ପ୍ୟାସେଜଟା ଅଛି ଅନୁଚ୍ଛେଦରୁ ଆମର ତାପରେ ଏଇଠୁ ଗୋଟେ କ୍ୱେଶ୍ଚିନ୍ ଆସିଛି 144ରୁ 48 ଭିତରେ। କ'ଣ ଅଛି କ୍ୱେଶ୍ଚିନ୍? ବିଦ୍ୟା। ବିଦ୍ୟା ଏହା କେଉଁ ପ୍ରକାର ଶବ୍ଦ ଦର୍ଶାଅ? ବିଦ୍ୟାଟା ଗୋଟେ କେଉଁ ପ୍ରକାର ଶବ୍ଦ କୁହ?
ଦେଶଜ, ତଶ୍ଚମ, ତଦ୍ଭବ ନା ପାର୍ସି? କେଉଁ ପ୍ରକାର ଶବ୍ଦ ହେବ? ପ୍ରଥମେ କ'ଣ ଅଛି? ଦେଶଜ ହେବ ନା ତଶ୍ଚମ ହେବ? ତଶ୍ଚମ କାହା କହିବା? ତଶ୍ଚମ ହେଲା ଯେଉଁଟା ସଂସ୍କୃତ ଭାଷା ସହିତ, ତଶ୍ଚମ ମାନେ ତାହା ସହିତ ସମାନ, ସଂସ୍କୃତ ଭାଷା ସହିତ ସମାନ। ସଂସ୍କୃତ ଭାଷାର କେତେକ ଶବ୍ଦ କ'ଣ ଅପରିବର୍ତ୍ତିତ ହୋଇ ଅବିକଳ ଆମର କ'ଣ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ଆସୁଛି, ସେଗୁଡ଼ିକ ଆମର ତଶ୍ଚମ ଶବ୍ଦ କହିବା। ତଦ୍ଭବ କାହା କହିବା? ଯେଉଁଟା ତହିଁରୁ ଜାତ, ସେଇଠୁ ଯେଉଁ ସେ ଶବ୍ଦରୁ ଯେଉଁଟା ଜାତ ସୃଷ୍ଟି ହୋଇଛି, ଅର୍ଥାତ୍ ଓଡ଼ିଆ ଭାଷାର କେତେକ ଶବ୍ଦ ସଂସ୍କୃତ ଶବ୍ଦମାନଙ୍କର ଜାତ ହେଉଛି। ତାପରେ ପାର୍ସି ଆମର କ'ଣ ହେଉଛି? ଯେତେବେଳେ ଇଂରେଜମାନେ ଆସିଥିଲେ ସେତେବେଳେ ଆମର ଇଂରାଜୀ ଭାଷା ମାନେ ବୈଦେଶିକ ଭାଷାର ଆମର ବହୁତ ପ୍ରଚଳନ ହୋଇଥିଲା ନା ସେଇ ସମୟରେ। ତ ପାର୍ସି ସେଇଠୁ ଗୋଟେ ପ୍ରକାର ଶବ୍ଦ ଆଉ। ତେବେ 144 ନମ୍ବର ଆମର ରାଇଟ୍ ଆନ୍ସର୍ କ'ଣ ହେବ? 144ର ଆମର ରାଇଟ୍ ଆନ୍ସର୍ ହେବ ବି। 144ର ରାଇଟ୍ ଆନ୍ସର୍ ଆମର ହେବ କ'ଣ? ବି। ତଶ୍ଚମ ଶବ୍ଦ ବିଦ୍ୟା। ଆମେ ସଂସ୍କୃତରେ ବି ଆମେ କହନ୍ତି ତାକୁ ବିଦ୍ୟା, ଆଉ ଓଡ଼ିଆରେ ବି ଆମେ ବିଦ୍ୟା କହନ୍ତି ନା ନାହିଁ? ସଂସ୍କୃତରେ ବି ଆମେ ବିଦ୍ୟା କହନ୍ତି, ଓଡ଼ିଆରେ ବି ଆମେ ବିଦ୍ୟା କହନ୍ତି। ତଶ୍ଚମ ଅର୍ଥାତ୍ ଯେଉଁଟାକି ଆମର ସଂସ୍କୃତ ସହିତ ସମାନ। ବୁଝିପାରିଲ? ସଂସ୍କୃତ ସହିତ ଯାହା ଆମର ସମାନ ତାହା ହେଲା ଆମର ତଶ୍ଚମ। ସେ କହିଲା କି ଆମର ମାନେ ସଂସ୍କୃତର କିଛି ଭାଷା ସହିତ ସମାନ କ'ଣ? ଆମ ଓଡ଼ିଆରେ ଏମିତି କିଛି ଭାଷା ଅଛି ଯେଉଁଟାକି ଆମର ଅବିକଳ ସଂସ୍କୃତ ଭାଷା ଭଳିଆ ବ୍ୟବହୃତ ହେଉଛି, ତାକୁ ଆମେ ତଶ୍ଚମ ଶବ୍ଦ କହିବା। ଠିକ୍ ଅଛି, ଆମେ ନେକ୍ସଟ କ୍ୱେଶ୍ଚନକୁ ଯିବା। ଅନୁକରଣ ଶବ୍ଦରେ ଅନୁପସର୍ଗଟି ନିମ୍ନୋକ୍ତ ମଧ୍ୟରୁ କେଉଁ ଅର୍ଥରେ ବ୍ୟବହୃତ ହୋଇଛି? ଏ ପଶ୍ଚାତ୍, ବି ଅତିଶୟ, ସି ଆଶ୍ରୟ, ଡି ସମାନ। ଅନୁକରଣ ମାନେ କ'ଣ? ପଶ୍ଚାତ୍, ପରେ ପରେ, ବୁଝିହେଲା? ପଛରେ ଏଭଳିଆ ଆଉ। 146 ନମ୍ବର ଧୈର୍ଯ୍ୟ। ଉକ୍ତ ଶବ୍ଦଟି କି ପ୍ରକାରର ବିଶେଷ ନିର୍ଣ୍ଣୟ କର। ଧୈର୍ଯ୍ୟଟା ଗୋଟେ ଆମର କି ପ୍ରକାରର ବିଶେଷ? ଆମେ ସମସ୍ତେ ଜାଣିଛନ୍ତି ଧୈର୍ଯ୍ୟଟା ଗୋଟେ ଭଲ ଗୁଣ। ଯେଉଁ ମଣିଷ ଧୈର୍ଯ୍ୟ ରଖିପାରିଲା, ଧୈର୍ଯ୍ୟ ଧରିପାରିଲା, ସେ ସବୁଠି ସଫଳ ହୋଇଛି, ସେ କେବେ ଭୁଲ କାମ କରିବନି। ଠିକ୍ ସେଇଭଳିଆ ଧୈର୍ଯ୍ୟ ହେଲା ଗୋଟେ କ'ଣ? ଧୈର୍ଯ୍ୟଟା ଗୋଟେ ଭଲ ଗୁଣ କହୁଥାଏ, ତେଣୁ ଏହା ଗୋଟେ ଗୁଣବାଚକ ବିଶେଷ୍ୟ। ଗୌରବର ପ୍ରକୃତି ପ୍ରତ୍ୟୟ ନିର୍ଦ୍ଦେଶ କର। ଗୌରବର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ଗୌର ଯୁକ୍ତ ୱ, ଗୌର ଯୁକ୍ତ ୟ, ଗୁରୁ ଯୁକ୍ତ ଅ ନା ଗୁରୁ ଯୁକ୍ତ ୟ? ଗୌରବର ଆମର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ଗୁରୁ ଯୁକ୍ତ ଅ ସମାନ ଗୌରବ। ନେକ୍ସଟ କ୍ୱେଶ୍ଚନକୁ ଯିବା। ଜନ୍ ଯୁକ୍ତ ତା ସମାନ ଜନତା। ଏଠାରେ କେଉଁ ଅର୍ଥରେ ତା ପ୍ରତ୍ୟୟ ବ୍ୟବହୃତ ହୋଇଛି? ଜନତା କାହାକୁ କହିବା? ଆମେ ଜାଣିଛନ୍ତି ଗୋଟେ ଲୋକକୁ ତ କେବେ ଆମେ ଜନତା କହିବାନି। ଆମେ ଜାଣିଛନ୍ତି ଏକତ୍ର ରହୁଥିବା ମଣିଷମାନଙ୍କର ସମୂହକୁ ଜନତା କୁହାଯାଏ। ଗୋଟେ ମାନେ ଏକାଠି ରହୁଥିବା ମଣିଷମାନଙ୍କର ସମୂହକୁ ଆମେ କ'ଣ କହନ୍ତି? ଜନତା କହିଥାନ୍ତି। ତେଣୁକରି ଏହା ଆମର କ'ଣ ହେବ? ଏହା ଆମର ଏ ତା ପ୍ରତ୍ୟୟ ସମୂହ ଅର୍ଥରେ ବ୍ୟବହୃତ ହୋଇଛି। ନେକ୍ସଟ କ୍ୱେଶ୍ଚନକୁ ଯିବା। କହିଲା କି ରସକଲ୍ଲୋଳ କାହାର ବିଶିଷ୍ଟ କୃତି ଥିଲା? ରସକଲ୍ଲୋଳ କାହାର ବିଶିଷ୍ଟ କୃତି ଥିଲା? ରସକଲ୍ଲୋଳକୁ କିଏ ଲେଖିଛନ୍ତି? ରସକଲ୍ଲୋଳକୁ କିଏ ଲେଖିଛନ୍ତି? ଉପେନ୍ଦ୍ର ଭଞ୍ଜ ନା ଅଭିମନ୍ୟୁ ସାମନ୍ତ ସିଂହାର, ଦୀନକୃଷ୍ଣ ଦାସ, ଅରକ୍ଷିତ ଦାସ? ରସକଲ୍ଲୋଳକୁ ଆମର କିଏ ଲେଖିଛନ୍ତି? ରସକଲ୍ଲୋଳକୁ ଆମର ଲେଖିଛନ୍ତି ଦୀନକୃଷ୍ଣ ଦାସ। ଏବେ ନେକ୍ସଟ କ୍ୱେଶ୍ଚନକୁ ଯିବା। ଏଇଟା ଆମର ନେକ୍ସଟ କ୍ଲାସ୍ର ଶେଷ କ୍ୱେଶ୍ଚନ୍। ନିମ୍ନଲିଖିତ ମଧ୍ୟରୁ କେଉଁଠି ଫକୀରମୋହନ ସେନାପତିଙ୍କ ବିଶିଷ୍ଟ କୃତି? ଆ ଭିତରୁ କେଉଁ କୃତିଟା ଫକୀରମୋହନ ସେନାପତିଙ୍କ ଦ୍ୱାରା ରଚିତ ହୋଇଛି? ଏ ପ୍ରାୟଶ୍ଚିତ, ବି କନକଲତା, ସି ଲାବଣ୍ୟବତୀ, ଡି ମଥୁରାମଙ୍ଗଳ। ମଥୁରାମଙ୍ଗଳ ଆମର କିଏ ଲେଖିଛନ୍ତି? ମଥୁରାମଙ୍ଗଳ ଆମର ଲେଖିଛନ୍ତି ଭକ୍ତଚରଣ ଦାସ। ଲାବଣ୍ୟବତୀ ଆମର ଲେଖିଛନ୍ତି ଉପେନ୍ଦ୍ର ଭଞ୍ଜ ଏବଂ କନକଲତା ଲେଖିଛନ୍ତି ଆମର ନନ୍ଦକିଶୋର ବଳ। ତେବେ ପ୍ରାୟଶ୍ଚିତ ଆମର କିଏ ଲେଖିଛନ୍ତି? ଫକୀରମୋହନ ସେନାପତି। ପ୍ରାୟଶ୍ଚିତଟି ଫକୀରମୋହନ ସେନାପତିଙ୍କର ଗୋଟେ ବିଶିଷ୍ଟ କୃତି।
ଏବେ କ୍ଲାସ୍ଟି ଏଠି ସରିଲା। ଯଦି କ୍ଲାସ୍ଟି ଭଲ ଲାଗିଥିବ ଲାଇକ୍ କରିବେ।